ଭଗବାନ କେବେ ଅସୁନ୍ଦର ମୂର୍ତ୍ତିକୁ ପସନ୍ଦ କରିପାରନ୍ତି କି? ପୁରୀ ନିକଟରେ ରହୁଥିଲେ ଜଣେ ବୃଦ୍ଧ କୁମ୍ଭକାର ଭିକ୍ଷୁ। ତାଙ୍କର ହାତ କମ୍ପୁଥିଲା, ଆଖି ଭଲ ଦେଖୁନଥିଲା। ତଥାପି ସେ ପ୍ରତିଦିନ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରୁଥିଲେ। କିନ୍ତୁ ସେହି ମୂର୍ତ୍ତିଗୁଡ଼ିକ ଥିଲା ଟେଢ଼ା ମେଢ଼ା, ଅସୁନ୍ଦର। ଗାଁର ଲୋକେ ହସୁଥିଲେ, ଏହା ଭଗବାନଙ୍କ ଅପମାନ। ଭିକ୍ଷୁ ଭୋକିଲା ରହୁଥିଲେ, କିନ୍ତୁ ଭକ୍ତି କେବେ ବନ୍ଦ କରିଲେ ନାହିଁ। ବର୍ଷା ରାତିରେ ସେ ନିଜେ ଭିଜୁଥିଲେ, କିନ୍ତୁ ଠାକୁରଙ୍କ ସୁରକ୍ଷା କରୁଥିଲେ। ସେହି ଦିନ ଭଗବାନ ଜଗନ୍ନାଥ ତାଙ୍କ ଭକ୍ତି ଦେଖି ଧରାକୁ ଆସିଲେ। ଏକ ଛୋଟ ପିଲା ରୂପରେ ଭିକ୍ଷୁଙ୍କ ଘରେ ପହଞ୍ଚିଲେ। ଭିକ୍ଷୁ ପିଲାଟିକୁ ପାଇ ସ୍ୱାଗତ କଲେ। ନିଜେ ଭୋକିଲା ମଧ୍ୟ ଥିଲେ। ପିଲାଟି ପଚାରିଲା, ଏହି ମୂର୍ତ୍ତିଗୁଡ଼ିକ ଏତେ ଅସଜଡ଼ା କାହିଁକି? ଭିକ୍ଷୁ କହିଲେ, ମୋ ହାତ କମ୍ପେ, କିନ୍ତୁ ମୋ ହୃଦୟ ଭଗବାନଙ୍କ ପାଇଁ ସ୍ଥିର। ହଠାତ୍ ପିଲାଟି ତାଙ୍କ ସତ୍ୟ ରୂପ ଦେଖାଇଲେ। ସେ ଥିଲେ ସ୍ୱୟଂ ଜଗନ୍ନାଥ। ଭଗବାନ କହିଲେ, ତୁମ ଏହି ମୂର୍ତ୍ତି ମୋର ସବୁଠୁ ପ୍ରିୟ। ଏଥିରେ ତୁମ ଭଲ ପାଇବା ଅଛି। ପରଦିନ ମନ୍ଦିରରେ ଦେଖାଗଲା। ମୂର୍ତ୍ତିରେ ମାଟି ହାତର ଚିହ୍ନ। ସମସ୍ତେ ବୁଝିଗଲେ, ଭିକ୍ଷୁଙ୍କ ଭକ୍ତି ସତ୍ୟ ଥିଲା। ସେହି ଦିନଠାରୁ ସେହି ଅସୁନ୍ଦର ଅସଜଡ଼ା ମୂର୍ତ୍ତି ସବୁଠୁ ପ୍ରିୟ ହେଲା। ଭଗବାନ ପରିପୂର୍ଣ୍ଣତା ନୁହେଁ, ଶୁଦ୍ଧ ଭଲ ପାଇବାକୁ ଦେଖନ୍ତି। ଜୟ ଜଗନ୍ନାଥ। ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗିଲା, ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।